ଧ୍ୟାନ ଦେଇ ଶୁଣନ୍ତୁ। ଦେବା ଓ ନେବାରୁ କ'ଣ ହୋଇଥାଏ? ଦେବା ଭାବନାରୁ ସମାଜରେ ଐକ୍ୟ ଓ ପ୍ରେମ ଭାବ ସ୍ଥାପିତ ହୋଇଥାଏ ଏବଂ ନେବା ଭାବନାରୁ ସଂଘର୍ଷ ସୃଷ୍ଟି ହୁଏ। ଦେବା ଭାବନା ଉଦ୍ଧାର କରେ ଏବଂ ନେବା ଭାବନା ପତନ କରିଥାଏ। କାହାଠାରୁ କିଛି ନେଇ ଅନ୍ୟକୁ ଦେବା ଅପେକ୍ଷା କିଛି ନ ନେବା ହିଁ ସର୍ବୋତ୍ତମ ଅଟେ। ସଂସାରରୁ କିଛି ନେବା ପାପ ଓ ସଂସାରକୁ କିଛି ଦେବା ପୁଣ୍ୟ ଅଟେ। ଏ ସଂସାର ସାଗରକୁ ଆସି ଯିଏ ନେବାକୁ ଚାହେଁ ସେ ବୁଡ଼ିଯାଏ। ଅନ୍ୟକୁ ଦେବାକୁ ଚାହୁଁଥିବା ବ୍ୟକ୍ତି ପାର ହୋଇଯାଏ। ସୁଖ ଗ୍ରହଣ କଲେ ଅନ୍ତଃକରଣ ଅଶୁଦ୍ଧ ହୋଇଯାଏ ଏବଂ ସୁଖ ପ୍ରଦାନ କଲେ ଅନ୍ତଃକରଣ ବିଶୁଦ୍ଧ ହୋଇଥାଏ। ନେବାର ଇଚ୍ଛା ମଣିଷକୁ ଦାସ କରିଦିଏ ଏବଂ ଦେବାର ଇଚ୍ଛା ରହିଲେ ମଣିଷ ପ୍ରଭୁ ହୋଇଯାଏ। ନେବା ଭାବନାରୁ ଭୋଗ ହୋଇଥାଏ ଏବଂ ଦେବା ଭାବନାରୁ ଯୋଗ ହୋଇଥାଏ। ଆବଶ୍ୟକତା ଅନୁସାରେ ଶରୀରକୁ ଅନ୍ନ ଜଳ ବସ୍ତ୍ର ଯୋଗାଇ ଦେବା ଯଥାର୍ଥ, କିନ୍ତୁ ନିଜକୁ ଶରୀର ଭାବି ଅନ୍ନ ଜଳ ବସ୍ତ୍ର ଗ୍ରହଣ କରିବା ଅନୁଚିତ। ନେବା ହିଁ ବନ୍ଧନ, ଦେବା ହିଁ ମୁକ୍ତି।